ଆଜ୍ଞା ଦେଖନ୍ତୁ, ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ହେଲା ପରେ ଯାହା କଥା ଦେଇଥିଲେ କଥା ରଖିଛନ୍ତି। ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି जो 22टा इश्तिहार रखिଥିଲେ ସେଥିରୁ 11ଟା ଅଲରେଡି ଯଦି ସାଧାରଣ ଲୋକମାନଙ୍କର ସମସ୍ୟା ଉପରେ ଆଧାରିତ ଚାଷୀ ମାନଙ୍କର ସମସ୍ୟା କୁହନ୍ତୁ, ମହିଳା ମାନଙ୍କର ସମସ୍ୟା କୁହନ୍ତୁ, ଯୁବତୀ ମାନଙ୍କର ଆତ୍ମନିଯୁକ୍ତି କୁହନ୍ତୁ, ଗରିବ କଲ୍ୟାଣ ଯୋଜନା ତାକୁ ମୋଟାମୋଟି ଭାବରେ ଆମର 22ଟା ଇଶ୍ତିହାର ନିର୍ବାଚନ ଇଶ୍ତିହାର 11ଟା ଅଲରେଡି ଫିଲ୍ଅପ୍ ହେଇଯାଇଛି ଗୋଟେ ବର୍ଷ ଭିତରେ। ଏବଂ ସବୁଥିରେ ଏକ ବର୍ଷ ଭିତରେ ବର୍ଷ ଗୋଟେ କିନ୍ତୁ ଉପଲବ୍ଧି ଅଲଗା ଅଲଗା। ଓଡ଼ିଶାରେ ଡବଲ ଇଞ୍ଜିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏବଂ ମୋହନ ମାଝୀଙ୍କର ସରକାର ଡବଲ ଇଞ୍ଜିନ ନିଶ୍ଚିତ ଭାବରେ ସବୁ ଯୁଗ ସବୁ ବର୍ଗ ସମସ୍ତଙ୍କୁ ନେଇକି ଓଡ଼ିଶା ସରକାର ଚାଲୁଛି। ନିଶ୍ଚିତ ଭାବରେ ଓଡ଼ିଶାର ବିକାଶ ଆଗକୁ ଯାଉଛି। ବର୍ତ୍ତମାନ ଆମେ ଜିଡିପି 8% ଗ୍ରୋଥ କରୁଛେ ଏବଂ ଓଡ଼ିଶା 13 ନମ୍ବରରେ ଅଛି ଭାରତ ବର୍ଷରେ, ତାକୁ କେମିତି 2025 ଏକ ନମ୍ବରରେ ଆଣିବା ସେ ଦିଗରେ ଆମର ସରକାର ନିରନ୍ତର ଭାବରେ ଚେଷ୍ଟା କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ବର୍ଷେ ଭିତରେ 30ଟା ଜିଲ୍ଲା ଏବଂ ଇତିହାସ ପରିବର୍ତ୍ତନ କରିଛନ୍ତି। ଜନଶୁଣାଣି ବୁଲି ବୁଲି ସେ ଜନଶୁଣାଣି କରୁଛନ୍ତି। ଆପଣଙ୍କର ଭୁବନେଶ୍ୱର ହଉ, ସମ୍ବଲପୁର ହଉ, ଆଗାମୀ ଭବିଷ୍ୟତରେ ବିଭିନ୍ନ ଜିଲ୍ଲା ଏବଂ ବିଭିନ୍ନ ବର୍ଗର ଲୋକ ଯୋଜନାରେ ଜାଣନ୍ତୁ, ଜାଗୃତ ହୁଅନ୍ତୁ।